ଆଜି ଜାଗର। ଶିବ ଭକ୍ତମାନେ ଆଜି ରାତ୍ରି ସାରା ଉଜାଗର ରହି ମହାଦେବଙ୍କର ଜାଗର ବ୍ରତ ପାଳନ କରିବେ। ଶିବ ମନ୍ଦିରମାନଙ୍କରେ ଦୀପ ଜାଳି ବସି ରହି ପ୍ରାର୍ଥନା କରିବେ। ଶିବ ହେଉଛନ୍ତି ମଙ୍ଗଳମୟ, ସେ ମଧ୍ୟ ଆଶୁତୋଷ। ଅଳ୍ପକେ ସନ୍ତୁଷ୍ଟ ହୋଇ ବରଦାନ କରିଥାନ୍ତି। ତେଣୁ କେବଳ ଜଳ ଓ ବେଲପତ୍ରୀ ଦେଇ ତାଙ୍କୁ ପୂଜା କଲେ ମଧ୍ୟ ସେ ସନ୍ତୁଷ୍ଟ ହୁଅନ୍ତି। ଆଜି ଦିନର ମହାତ୍ମ୍ୟ ମହାଭାରତରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି। ସରଶଯ୍ୟାରେ ଥାଇ ପିତାମହ ଭୀଷ୍ମ ଯେଉଁ ଉପଦେଶମାନ ଦେଇଥିଲେ, ତା ମଧ୍ୟରେ ଶିବରାତ୍ରି ବ୍ରତ ପାଳନ ଅନ୍ୟତମ। ନିଷ୍ଠା ସହକାରେ ଉପବାସ ରହି ଦେବଦେବ ମହାଦେବଙ୍କର ଜାଗର ବ୍ରତ ପାଳନ କଲେ ସେ ସନ୍ତୁଷ୍ଟ ହୋଇ ଅଭାବକୁ ସମ୍ଭବ କରିପାରନ୍ତି। ମହାଭାରତର ବର୍ଣ୍ଣନା ଅନୁଯାୟୀ ଇକ୍ଷ୍ୱାକୁ ବଂଶର ନରପତି ଚିତ୍ରଭାନୁ ଜମ୍ବୁଦ୍ୱୀପରେ ରାଜତ୍ୱ କରୁଥିଲେ। ଥରେ ତାଙ୍କ ରାଜ୍ୟରେ ଅଷ୍ଟବକ୍ର ଋଷି ଆସି ପହଞ୍ଚିଲେ। ସେଦିନ ରାଜା ମହାଶିବରାତ୍ରି ବ୍ରତ ପାଳନ କରୁଥାନ୍ତି। ଋଷି ପଚାରିଲେ, ମହାରାଜ, ଆପଣ ଏ ବ୍ରତ ପାଳନ କରୁଛନ୍ତି କାହିଁକି? ରାଜା ଚିତ୍ରଭାନୁ ଉତ୍ତର ଦେଲେ, ମହର୍ଷି, ଏହି ବ୍ରତ ଅଜାଣତରେ ପାଳନ କରି ମୁଁ ରାଜକୂଳରେ ଜନ୍ମଲାଭ କରିବାର ସୌଭାଗ୍ୟ ପାଇଛି। ତେଣୁ ଜୀବନର ପରମ କଲ୍ୟାଣ ସାଧନ ପାଇଁ ଏହି ବ୍ରତ ମୋତେ ନିଶ୍ଚୟ ସୁମାର୍ଗ ଦେଖାଇବ, ଏଥିରେ ସନ୍ଦେହ ନାହିଁ। ରାଜା ଚିତ୍ରଭାନୁ ଜାତସ୍ମର ଥିଲେ। ପୂର୍ବଜନ୍ମର କଥା ତାଙ୍କର ମନେ ଥିଲା। ସେ ପୂର୍ବଜନ୍ମର କାହାଣୀ କହିବାକୁ ଯାଇ କହିଲେ, ମହର୍ଷି, ବାରାଣସୀ ନଗରୀରେ ସୁସ୍ୱର ନାମରେ ଜଣେ ବ୍ୟାଧ ଥିଲା। ପ୍ରତିଦିନ ବଣରେ ବୁଲି ଶିକାର କରିବା ତାର ନିତ୍ୟ ନୈମିତିକ କାର୍ଯ୍ୟ ଥିଲା। ଲବ୍ଧ ପଶୁପକ୍ଷୀଙ୍କୁ ବିକ୍ରି କରି ସେ କୁଟୁମ୍ବ ପୋଷଣ କରୁଥିଲା। ଦିନେ ବଣରେ ବୁଲି ବୁଲି ସେ କିଛି ଶିକାର ପାଇଲା ନାହିଁ। ଘୋର ଅନ୍ଧକାର ମଧ୍ୟରେ ନୈରାଶ୍ୟ ଜର୍ଜରିତ ଚିତ୍ତରେ ଏ ବୃକ୍ଷ ଉପରେ ଆଶ୍ରୟ ନେଲା। ସକାଳ ହେଲେ ଘରକୁ ଫେରିବ। ଏଣେ ଘରେ 5 ପ୍ରାଣୀ କୁଟୁମ୍ବ ଭୋକ ଉପାସରେ ତା ବାଟକୁ ଚାହିଁ ବସିଥିବେ। ଏହି ଚିନ୍ତା ସାଙ୍ଗକୁ ଭୋକ ଅନିଦ୍ରା ମଧ୍ୟରେ ସେ ବୃକ୍ଷ ଉପରେ ରାତ୍ରି ଯାପନ କଲା। କାଳେ ତାକୁ ନିଦ ଆସିଯିବ, ସେହି ଡରରେ ସେ ଗଛରୁ ଗୋଟିଏ ଗୋଟିଏ ପତ୍ର ତୋଳି ତାକୁ ତଳକୁ ପକାଉଥାଏ। ଲୁହର ଜଳ ଏବଂ ପତ୍ର ଏକତ୍ର ଯାଇ ପଡ଼ୁଥାଏ ବୃକ୍ଷ ତଳେ ଥିବା ଶିବଲିଙ୍ଗ ଉପରେ। ସେ ଗଛଟି ଥିଲା ଏକ ବେଲଗଛ। ବେଲପତ୍ର ଓ ଜଳ ସେ ରାତ୍ରି ସାରା ଶିବଲିଙ୍ଗ ଉପରେ ପଡ଼ିଛି। ଅଜ୍ଞାତ ସାରରେ ସୁସ୍ୱର ବ୍ୟାଧ ରାତ୍ରି ସାରା ଉଜାଗର ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଜଳ ପକାଉଛି। ଯୋଗକୁ ସେଦିନ ଶିବରାତ୍ରି। ତେଣୁ ମହାଦେବ ସନ୍ତୁଷ୍ଟ ହୋଇ ଇହକାଳ ପରେ ବ୍ୟାଧକୁ ଶିବଲୋକରେ ସ୍ଥାନ ଦେଲେ। ଏହି ଜନ୍ମରେ ସେହି ସୁସ୍ୱର ବ୍ୟାଧ ଚିତ୍ରଭାନୁ ନରପତି ରୂପରେ ଜନ୍ମଲାଭ କରିଛି। ଅଜ୍ଞାତ ସାରରେ ଶିବରାତ୍ରି ବ୍ରତ ପାଳନ କରି ବ୍ୟାଧ ଜନ୍ମରୁ ନରପତି ହୋଇପାରିଛି। ତେଣୁ ଜ୍ଞାତସାରରେ ଦେବଦେବ ମହାଦେବଙ୍କର ବ୍ରତ ପାଳନ କରିବାକୁ ମୁଁ ପ୍ରଥମ କର୍ତ୍ତବ୍ୟ ବୋଲି ମନେ କରିଛି। ମହର୍ଷି କହିଲେ, ମହାରାଜ, ତୁମ ଆତ୍ମପୁରୁଷ ହେଉଛନ୍ତି ଶିବ, ମନ ହେଉଛି ପାର୍ବତୀ, ପ୍ରାଣମାନେ ହେଉଛନ୍ତି ଶିବଗଣ। ତୁମର ଏହି ସୁନ୍ଦର ଶରୀର କୈଳାସପୁରୀ। ତୁମର ଉଚ୍ଚାରଣ ଶିବଙ୍କର ସ୍ତୁତି ହେବା ଉଚିତ। ତୁମର ପ୍ରତ୍ୟେକ କର୍ମକୁ ଶିବ ପୂଜା ବୋଲି ଭାବିବା ଉଚିତ। ତୁମେ ଚାଲିଲେ ଭାବିବ ଶିବଙ୍କୁ ପ୍ରଦକ୍ଷିଣ କରୁଛ ବୋଲି। ଫଳରେ ତୁମର ଜୀବନ ଶିବମୟ ଅର୍ଥାତ୍ ମଙ୍ଗଳମୟ ହୋଇଯିବ।